ଓଡ଼ିଆ ତେର ନଈ ପାରି ହୋଇ ସୁଦୂର ପୋଲାଣ୍ଡରେ ହେଲା ପ୍ରେମ। ଓଡ଼ିଆ ପୁଅ ପ୍ରେମରେ ପଡ଼ିଗଲେ ବିଦେଶିନୀ। ବର୍ଷେ ତଳେ ହେଲା ଦେଖା, ଆଉ ବର୍ଷେ ପରେ ଏକାଠି ହେଲା ଦୁଇଟି ମନ। ଓଡ଼ିଶା ସାଙ୍ଗରେ ବନ୍ଧୁ ବାନ୍ଧିଲେ ପୋଲାଣ୍ଡ ପରିବାର। ଉଭୟ ପରିବାରରେ ଚାଲିଲା କଥାବାର୍ତ୍ତା। ସୁଦୂର ପୋଲାଣ୍ଡ ଛାଡ଼ି ଦୌଡ଼ି ଆସିଲେ ଓଡ଼ିଶାର ଆଠଗଡ଼ ମଫସଲ ଗ୍ରାମ ମହାଲକ୍ଷ୍ମୀପୁର ଗାଁକୁ। ବୈଦିକ ରୀତିନୀତିରେ ବିବାହ କରି ଓଡ଼ିଆ ଘରର ବୋହୂ ସାଜିଛନ୍ତି ବିଦେଶିନୀ। କଟକ ଜିଲ୍ଲା ଆଠଗଡ଼ ମହାଲକ୍ଷ୍ମୀପୁରର ରତ୍ନାକର ବେଉରାଙ୍କ ପୁଅ ସୁବଳ ବେଉରା ନେଦରଲ୍ୟାଣ୍ଡରେ ଚାକିରି କରନ୍ତି। ଆଜିକୁ ବର୍ଷେ ପୂର୍ବରୁ ଏକ ଦେଖା ସାକ୍ଷାତ ଓ ଆରମ୍ଭ ହୋଇଥିଲା ପ୍ରେମ। ଧୀରେ ଧୀରେ ପରସ୍ପରର ଅତି ନିକଟତର ହୋଇ ଉଭୟ ପରିବାରକୁ ରାଜି କରାଇ ବାହା ହୋଇଛନ୍ତି ଆଠଗଡ଼ ମହାଲକ୍ଷ୍ମୀପୁରର ସୁବଳ ଓ ନେଦରଲ୍ୟାଣ୍ଡର କନ୍ୟା ଡିଆନା। ଓଡ଼ିଶାର ବୈଦିକ ରୀତିନୀତିରେ 10 ଦିଗପାଳଙ୍କୁ ସାକ୍ଷୀ ରଖି ପାଦରେ ଅଳତା, ହାତରେ ମେହେନ୍ଦି ନାଇ, ମୁଣ୍ଡରେ ନାଲି ସିନ୍ଦୁର ଓ ମୁଣ୍ଡରେ ଓଢ଼ଣୀ ପକାଇ ନାଲି ଶଙ୍ଖାରେ ଓଡ଼ିଆ ଘରର ବୋହୂ ସାଜିଛନ୍ତି ଡିଆନା। ଡିଆନା ତାଙ୍କ ପରିବାର ଓ ସୁବଳ ନିଜ ପରିବାରକୁ ବନେଇ ବନ୍ଧୁବର୍ଗଙ୍କୁ ଧରି ନିଆରା ବାହାଘର ଅନୁଷ୍ଠିତ ହୋଇଥିଲା। ଏବେ ବିଦେଶିନୀ ବୋହୂଙ୍କୁ ଦେଖିବାକୁ ଘରେ ଛୁଟୁଛି ବନ୍ଧୁବର୍ଗ ଓ ଗ୍ରାମବାସୀଙ୍କ ସୁଅ। ପୋଲାଣ୍ଡରୁ ଗୋଟେ ଝିଅ ନେବି ବୋଲି ଠିକ୍ କରିଛି। ତଥାପି ଆମର ଟିକେ ମନ ଦୁଃଖ ଥିଲା ଯେ ଆମେ ତ ଓଡ଼ିଆ ପରମ୍ପରା, ବିଦେଶୀ ଝିଅ ଆଣିଲେ ଏଠି ଚଳିପାରିବ କି ନ ଚଳିପାରିବ। କିନ୍ତୁ ପୁଅ ଏମିତି ମାସେ ଦୁଇ ମାସ ଏମିତି ଗଳିଗଲା। ତାପରେ ସେଠୁ ଆମେ ତା ବାପାକୁ ମୁଁ ବୁଝାବୁଝି କଲା ବେଳେ ବାପା କହିଲେ ସିଏ ଏଠି ଚଳିପାରିବ ନ ରହିପାରିବ କି ନ ରହିପାରିବ, କ'ଣ ଖାଇବ ନ ଖାଇବ। ହେଲା ପରେ ସେ ପୁଅ ଯେମିତି କହିଲା ନାଇଁ ମୁଁ ଦେଖିଛି ଝିଅ ଭଲ ପାଠ ପଢ଼ିଛି, ସର୍ଭିସ୍ ବି କରିଛି, ରାଜି ହେଲୁ କରିବା ପାଇଁ। ସେ ଯାହା ପୁଅଟାକୁ ଟ୍ରାନ୍ସଲେସନ୍ କରି ସବୁ ଶିଖେଇଛି। ନାଇଁ ମୁଁ ଇଂଲିଶ ବି କହୁଛି। ସେ ମୋତେ କହିଲା ମଦର୍ସ ଡେରେ ଥ୍ୟାଙ୍କ ୟୁ, ହ୍ୟାପି ମଦର୍ସ ଡେ। ମୁଁ କହିଲି ଥ୍ୟାଙ୍କ ୟୁ, ଗଡ଼ ବ୍ଲେସ୍ ୟୁ। ସେ କହିଲା ମାମା କ'ଣ ଯେଉଁ ଇଂଲିଶରେ କହୁଥିଲି। ସିଏ କହିଲା କ'ଣ ମାଟ୍ରିକ ପାଠ ପଢ଼ିଛି ଆଉ ଓଡ଼ିଆ। ମୋର ପ୍ରାୟ 9 ମାସ ହେଲା ପାଇଲିଣି। ପୁଅ କଥା ହେଲା, କହିଲା ବୋଉ ମୁଁ ଦେଖିଛି ଗୋଟେ ଝିଅ, ଯଦି ଠିକ୍ ଭଲ ଲାଗିବ ତାହେଲେ କହିବି। ଏତେ ବାଟ ମୁଁ ଆସିଛି। ତାପରେ ଇଣ୍ଟରଭ୍ୟୁ, ତାପରେ କହିଲେ ଆମର ତୁମ ବାପା ମା ଏତେ ବାଟ ପଠେଇଥିଲି। ସେ କହିଛି ମୋ ବାପା ଏଇଆ କରନ୍ତି, ଚାଷବାସ କରନ୍ତି, ଛୋଟକାଟିଆ କମ୍ପ୍ୟୁଟର କରନ୍ତି। ସେଟା କହିଲେ ସମସ୍ତଙ୍କୁ ଧନ୍ୟବାଦ ଦେଲେ। ସେ କହିଲା ଜଣା ତମ ବାପା ବୋଉଙ୍କୁ। ସେମାନେ ବୁଢ଼ାବୁଢ଼ୀ କହିଲା ପରେ ସେ କହିଲେ ଆମକୁ ରିକ୍ୱେଷ୍ଟ କଲେ ଆମେ ଜମା ଯାଇପାରିବୁନି, ଆମେ କେବେ ଆମ ଜୀବନରେ ଆମେ ବସିବୁ କୋଉଥିରେ ଫ୍ଲାଇଟ୍ରେ, ଏବଂ ଆମେ ଜମା ଯାଇପାରିବୁନି। ତମର ତ ଝିଅ ନାହିଁ କହୁଛ, ଆଉ ମୋର ତ ପୁଅ ନାହିଁ, ବାହାଘର ହଉ। କାଲି ଯେମିତି ସେମାନେ ବାହାଘର ମାନେ ଦେଖିଲେ, ଏତେ ଜାକଜମକରେ ବାହାଘର ହେଇଛି ତାଙ୍କର ସେଠି ଏମିତି ହୁଏ। 10 ତାରିଖ 50-60 ଲୋକ ଭିତରେ ଏ ଫୁଲମାଳ ଇଏ ସିଏ ସେ ସଇଲା ଘଣ୍ଟା ଭିତରେ। ଆଠଗଡ଼ରୁ ଦିଲ୍ଲୀପ ଦାସଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।